नमस्कार सांग मैंने कुक विथ मुछा चैनल को बहुत बहुत स्वागत। तो आसतु आरंभ करिबा आज किछिटा नुआ नुआ टिप। प्रथम टिप रे अछि ए कंचा लंका को नहीं। कंचा लंका ए भली लंका आमे जेतेबेले आमचे ए लंका गुडा को बहुत राग माने बहुत टिके जदि चकड़ी देबा बहुत पाटी पड़िबो। जे कोनोसी तरकारी हो भजा हो जदि आमे सेतरे टिके कंचा लंका पकैथवा तार स्वाद बढ़ी जाए। बैगण हो कि बिलाती हो जे कोनोसी जिंस आमे पोड़ा पड़ी करबा ସେଥିରେ ଯଦି ଆମେ ଟିକେ କଞ୍ଚା ଲଙ୍କା ନ ଚକଟିବା ତାହେଲେ ଭଲ ଲାଗିବନି। ତ ଆମେ କ'ଣ କରିବା ଏମିତି ଲଙ୍କାକୁ ଆଗେ ହାତରେ ଦଳିଦେବା। ଦଳି ସାରିଲା ପରେ ଲଙ୍କାକୁ କ'ଣ କରିବା ତା ଡେମ୍ଫ ଆଡ଼ୁ ଏମିତି କାଟି ନେବା। ଯଦି ବହୁତ ରାଗ ଲାଗେ ଲଙ୍କାଟି ତ ଆମେ ତାକୁ ପକାଇବାକୁ କୌଣସିଥିରେ ଡରିଥାଉ, ବେଶୀ କାଳେ ରାଗ ହେଇଯିବ ପିଲାମାନେ ଖାଇପାରିବେନି। ସେଥିପାଇଁ ଆମେ ଏହି ଉପାୟଟି କରିବା। ଏଠି ଦେଖନ୍ତୁ ମୁଁ ଡେମ୍ଫ ଗୁଡ଼ାକ କାଟି ନେଲି। ଲଙ୍କାର ଟିକେ ନାକୁ ଥିବ ଆମେ ଡେମ୍ଫକୁ କାଟିବା, ଯେମିତି ତାର ମଞ୍ଜିଟା ଦେଖାଯିବ ସେଇଭଳି ଭାବରେ ଆମେ କାଟିବା। ତାପରେ ଏମିତି ହାତରେ ଦଳିଦେବା। ଯେମିତି ଆମେ ଦଳିଦେବା ସବୁତକ ମଞ୍ଜି ସେଥିରୁ ବାହାରିଯିବ। ଯଦି ଲଙ୍କାରୁ ମଞ୍ଜିଟି ବାହାରିଯାଏ ତାହେଲେ ଜମା ବି ରାଗ ଲାଗିବନି, ଆଉ ଏ ଉପର ଚୋପା ଟିକେ ଟିକେ ରାଗ ଲାଗିବ। ତ ଏବେ ଆମେ ତରକାରୀରେ ଯଦି ପକାଇବା କୌଣସିଥିରେ ବାଟିବା କି କେଉଁ ଭଜା ଫଜାରେ ପକାଇବା ତ ବେଶୀ ରାଗ ଲାଗିବନି, ଖାଇପାରିବେ। ଅଳ୍ପ ଟିକେ ଛିଣ୍ଡେଇକି ପକାଇଦେଲେ ମଧ୍ୟ ଖାଇପାରିବେ। ତ ନହେଲେ ଏଇ ଯେଉଁ ଢୋଲା ଢୋଲା ଲଙ୍କା ସବୁ ଥାଏ ନା, ଇଏ ବହୁତ ରାଗ ଲାଗେ, ଜମା ଖାଇ ହୁଏନି। ଯେଉଁମାନେ ଲଙ୍କା ଜମା ବି ନ ଖାଆନ୍ତି ତାଙ୍କ ପାଇଁ ଏ ଉପାୟଟି ବଢ଼ିଆ ରହିବ। ଆଉ ଏମିତି ଯେତେବେଳେ ଆପଣ ଦଳି ସାରିବେ ତାପରେ ସେଇ ଚୋପା ଗୁଡ଼ାକ ଯେଉଁ ଲଙ୍କା ଚୋପା ଥାଏ ତାକୁ ନେଇକି ଭଲ ଭାବରେ ଧୋଇଦେବେ। ତାପରେ ଆପଣ ତରକାରୀରେ ପକାଇବେ କିମ୍ବା ଖାଇବେ, କିଛି ବି ରାଗ ଲାଗିବନି। ଯଦି ଲଙ୍କା ଏମିତି ଦଳିଲେ ହାତ ପୋଡ଼ିବ, ଜଣ ଜଣଙ୍କର ବେଶୀ ହାତ ପୋଡ଼େ, ତ ଏମିତି ଜରି ବାନ୍ଧିଦେବା ହାତରେ। ଜରି ବାନ୍ଧି ସାରିକି ସେମିତି ହାତ ଲଙ୍କାକୁ ଆମେ ଦଳିବା କିମ୍ବା କାଟିବା, ଜମା ହାତରେ ଲାଗିବନି କି ହାତ ପୋଡ଼ିବନି। ଶୁଖିଲା ଲଙ୍କା ଟିକେ ଖାଇଲେ ବେଶୀ ଖାଇଲେ ଦେହ ଖରାପ ହେବ, କିନ୍ତୁ କଞ୍ଚା ଲଙ୍କା ଦେହ ଖରାପ ହୁଏନି, ଆଉ ଏତେ ରାଗ ଲାଗେ ଯେ ଖାଇ ହୁଏନି। ମୁଁ ତ ଜମା ରାଗ ହେଲେ ଖାଇପାରେନି, ତ ମୁଁ ଏମିତି ଉପାୟ କରେ। ମୁଁ କଞ୍ଚା ଲଙ୍କା ଦେଖିକିରି ଏମିତି ତାର ମଞ୍ଜି ବାହାର କରିଦେଇକି ଖାଏ। ଗୋଟେ ଗୋଟେ ଲଙ୍କା ଥାଏ ଜମା ରାଗ ଲାଗେନି, କିନ୍ତୁ ଏଇଭଳିଆ ଲଙ୍କା ବହୁତ ରାଗ ଲାଗେ। ଆଉ ତାର ମଞ୍ଜି ଯଦି ଆମେ ବାହାର କରିଦେବା ଜମା ରାଗ ଲାଗିବନି। ଆଉ ତା ମଞ୍ଜି ଗୁଡ଼ାକ ଜମା ବି ଫୋପଡ଼ା ହେବନି। ସେ ମଧ୍ୟ ତରକାରୀରେ ଟିକେ ଟିକେ ପକାଇଦେବେ, ବାଟିଦେବେ, ଆଉ ଆକୁ ଶୁଖେଇକି ମଧ୍ୟ ରଖିକି ବାଟି ପାରିବେ। ଆଉ ଏଇ ମଞ୍ଜି ଗୁଡ଼ାକ ବହୁତ ରାଗ, ଯେକୌଣସି ତରକାରୀରେ ଆପଣ ପକାଇବେ ତ ଦେଖିକି ପକାଇବେ, ପୁରା କମ୍ କମ୍ ପକାଇବେ। ଏବେ ଯିବା ନେକ୍ସଟ ଷ୍ଟେପ୍କୁ। ମୁଁ ଏଠି 1 ଚାମଚ ଗୁଡ଼ ଆଣିଛି, ଆଉ ସେ ଗୁଡ଼ରୁ ମୁଁ ଅଳ୍ପ ଟିକେ ନେଉଛି। ଗୁଡ଼ରେ ଆଜି ଆମେ ବଢ଼ିଆ ରେମେଡ଼ିଟେ ତିଆରି କରିବା। ଦେଖନ୍ତୁ ମୁଁ ଏଥିରୁ ଟିକେ ନାଗୁରୁ ଗୁଡ଼ ନେଲି, ଗୋଟେ ତାଟିଆରେ ନେଇଗଲି, ଛୋଟ ତାଟିଆରେ। ତ ଆମେ ସେଥିରେ ମିଶାଇ ଭଲ ଭାବରେ ଦେଖନ୍ତୁ ଚକଟି ଦେବା, ଆଗ ମିଶିଯିବ ଯେମିତି। ବିଣ୍ଡା ବିଣ୍ଡା ଥାଏ ନା ଗୁଡ଼ଟା, ଭଲ ଭାବରେ ଏମିତି ଟିକେ ଚକଟି ଦେବା। ତାପରେ ଆମେ ଏଥିରେ ଆଉ 2ଟା ଜିନିଷ ମିଶାଇବା। ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ, ଯାହାଫଳରେ କି ମୁଁ ଆଗକୁ ଯେଉଁ ନୂଆ ନୂଆ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ, ଆଉ ନୂଆ ନୂଆ ଟିପ୍ର ଫାଇଦା ଆପଣ ଉଠାଇ ପାରିବେ। ଗୁଡ଼ ଏଠି ଭଲ ଭାବରେ ମିଶି ଯାଇଛି, ସେଥିରେ ମୁଁ ଦେଇଦେଉଛି ହଳଦୀ। ଏଇ ଚାମଚରେ ମୁଁ 2 ଚାମଚ ହଳଦୀ ପକାଇଥିଲି। ଭଲ ଭାବରେ ସେ ହଳଦୀକୁ ପକାଇକି ମିଶାଇ ଦେବା। ଆଗ ଯେମିତି ହଳଦୀ ପକାଇକି ମିଶାଇବା, ସେ ଟିକେ ଶୁଖିଲା ଶୁଖିଲା ହେଇଯିବ। ଆମକୁ ସେଥିରେ ଆଉ ଟିକେ ନାଗୁରୁ ପାଣି ଦରକାର, 1-2ଟା ବୁନ୍ଦା ପାଣି ଦରକାର, ଦେଇଦେଲେ ଭଲ ଭାବରେ ସେ ହେଇଯିବ। ଦେଖନ୍ତୁ ଶୁଖିଲା ହେଇଗଲା ନା, ମୁଁ ଟିକେ ନାଗୁରୁ ହାତରେ ଦେଇକିରି, ବେଶୀ ପକାଇଦେଲେ ପୁଣି ପାଣିଆ ହେଇଯିବ। ଦେଖନ୍ତୁ ମୁଁ ହାତରେ ଟିକେ ଦେଲି, 1-2ଟା ବିନ୍ଦା ଏମିତି ଭାବରେ ଟିକେ ପାଣି ଦେଇକି ଭଲ ଭାବରେ ତାକୁ ପୁଣି ମିଶାଇ ଦେବା। ଯେମିତି ଟିକେ ପାଣି ଦେଇଦେବା, ସିଏ ଆଉ ଟିକେ ପାଣିଆ ଭଳିଆ ହେଇଯିବ। ଆମକୁ ଏମିତି ପାଣିଆ ଭଳିଆ ଟିକେ ଦରକାର, ନସନସିଆ, ବେଶୀ ଶୁଖିଲା ନୁହଁ କି ବେଶୀ ପାଣିଆ ହେବନି। ତାପରେ ଏଥିରେ ଆଉ ଟିକେ କ'ଣ ମିଶାଇବା, କର୍ପୂର, ଯେଉଁ କର୍ପୂର ଆମେ ପୂଜା ଘରେ ବ୍ୟବହାର କରୁଛନ୍ତି ସେଇ କର୍ପୂର ଟିକେ ନେଇକି ମିଶାଇବା। ଭଲ ଭାବରେ କର୍ପୂରକୁ ଗୁଣ୍ଡ କରିଦେବା, ଆଉ ସେଥିରେ ଭଲ ଭାବରେ ମିଶାଇ ଦେବା। ଆଉ ଏଇ ଜିନିଷଟି ମୁଁ କେଉଁ ଜାଗାରେ ବ୍ୟବହାର କରିବି ଆପଣମାନେ ନିଶ୍ଚୟ ଜାଣିସାରିଥିବେ, ତ ଆଗକୁ କହିବି। ଭିଡ଼ିଓରେ ଲାଗି ରୁହନ୍ତୁ, ସ୍କିପ୍ କରନ୍ତୁନି। ଯଦି ସ୍କିପ୍ କରିଦେବେ ନା, କିଛିଟା ଇମ୍ପୋର୍ଟାଣ୍ଟ ସିନ୍ ମିସ୍ କରିଯିବେ। ଆଉ ଏଠି ଦେଖନ୍ତୁ ମୁଁ ଭଲ ଭାବରେ ମିଶାଇ ଦେଲି, ଏଇଭଳି ଭାବରେ ହେଇଗଲା। ଆଜିକାଲି ଏଇ ଥଣ୍ଡା ଦିନେ ମଧ୍ୟ ବେଶୀ ସମସ୍ତଙ୍କର ଆଣ୍ଠୁ ଗଣ୍ଠି ଧରୁଛି। ମାର୍କେଟରୁ କେତେ ମହଙ୍ଗା ମହଙ୍ଗା କ୍ରିମ୍ ଆଣିକି ଲଗାଉଛନ୍ତି, ତାକୁ ଲଗାଇଲେ ମଧ୍ୟ ସବୁଦିନ ଲଗାଇବାକୁ ପଡ଼ୁଛି। ସେଥିରେ କେମିକାଲ ମିଶା। ତ ଏମିତି ଘରେ ତିଆରି କରିକି କାହିଁକି ଆପଣ ବ୍ୟବହାର ନ କରିବେ। ହଳଦୀ ଗୁଡ଼ ମିଶ୍ରଣକୁ କିଛି ସମୟ ମାଲିସ କଲି, ତାପରେ ସୋରିଷ ତେଲ ଟିକେ ଗରମ କରିକି ଆଣିକି ସେଥିରେ ପୁଣି ଲଗାଇବା। ତ ଯଦି ଆମେ ସୋରିଷ ତେଲ ଟିକେ ଗରମ କରି ଆଣିକି ସେଥିରେ ତା ଉପରେ ଉପରେ ଲଗାଇକି ଆଉ ଟିକେ ମାଲିସ କରିଦେବା, ଆଉ ଟିକେ ବେନିଫିଟ୍ ମିଳିବ ଆମକୁ। କାରଣ ଏଇ ଥଣ୍ଡା ଦିନରେ
ଥଣ୍ଡାରୁ ଏ ଆଣ୍ଠୁଗଣ୍ଠି ବେଶୀ ଧରେ। ହଳଦୀର ଗୁଣତା ଆପଣମାନେ ଜାଣିଥିବେ, ଆଉ ଗୁଡ଼ ତା ସହିତ ମିଶାଇ ଦେଲେ ତା'ର ବେନିଫିଟ୍ ବଢ଼ିଯିବ। ଆଉ ଏଇଟା ତ ମୋଟାଳିଆ ଭଳିଆ ହେଇଗଲା। ଗୁଡ଼ ହଳଦୀଟା ମିଶାଇ ଦେଲା ପରେ ଆଣ୍ଠୁରେ ଲଗାଇଲା ପରେ ଆଣ୍ଠୁରେ ଟିକେ ଲାଗିକି ରହିଲା। ଆଉ ଯେତେବେଳେ ତେଲ ଗରମ କରିକି ସେଥିରେ ମାଲିସ କରିଦେବା, ତାପରେ ଆମେ ସେଥିରେ ଗୋଟେ କପଡ଼ା ବାନ୍ଧିଦେବା, କାରଣ ଲୁଗାପଟାରେ ଲାଗିଯିବ। ଏମିତି ଭାବରେ 5 ମିନିଟ୍ ପର୍ଯ୍ୟନ୍ତ ଗରମ ତେଲ ଦେଇକି ମାଲିସ କରିବା। ତାପରେ ଏମିତି ଆଗ ଗୋଟେ ଜରି ଦେଇଦେବା, ତା ଉପରେ ଆମେ କପଡ଼ା ଦେଇକି ତାକୁ ବାନ୍ଧିଦେବା। ବିଶେଷ କରି ଆମେ ରାତିରେ ଆକୁ ଏମିତି ବାନ୍ଧିଲେ ସକାଳକୁ ବହୁତ ଆରାମ ଲାଗିବ। ଆଉ ଆପଣ ଯଦି ସକାଳୁ ଏମିତି ବାନ୍ଧୁଛନ୍ତି ତ ଏମିତି ବାନ୍ଧିଦେବେ, କିଛି ଅସୁବିଧା ନାହିଁ। ଯେତେ ଚଲାବୁଲା କଲେ ବି କିଛି ହେବନି। ଯେଉଁଠି ବଥ ହେଇଥିବ ଦେଖିବେ ଏମିତି ଯଦି ହଳଦୀ ଗୁଡ଼କୁ ଟିକେ ଗରମ କରିକି ଲଦିଦେବେ, ଦେଖିବେ ସେ ବଥ ପୁରା ଦର୍ଜ କମିଯିବ। ଆଉ ନ ପାଚୁଥିଲେ ପାଚିଯିବ ମଧ୍ୟ। ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଇଟା ମଧ୍ୟ ବହୁତ ୟୁଜଫୁଲ୍ ରେମେଡ଼ିଟିଏ। ଏଠି ମୁଁ ନେଇଗଲି 2 ଚାମଚ ଅଟା, ଯେଉଁ ଅଟା ଆମେ ରୁଟି କରୁଛେ, ଗହମ ଅଟା। ସେଇ ଅଟାର 2 ଚାମଚ ନେଇଗଲି। ସେଥିରେ ଟିକେ ଦେହନାଗରୁ ଦେଇଦେଲି ଦେଖନ୍ତୁ ଖାଇବା ସୋଡ଼ା। ଆଉ ଏଥିରେ ଦେଇଦେଉଛି ଚାହା 1/2 ଚାମଚ। ଯଦି ଚାହାଟା ତିଆରି କରୁଛନ୍ତି ଯେଉଁ କ୍ଷୀର ଚାହା, ସେଥିରେ ଯେଉଁ ଚାହାଟା ବାହାରେ ଯେଉଁ ପତିଟା, ତାକୁ ମଧ୍ୟ ଧୋଇକିରି ଆପଣ ଦେଇପାରିବେ। ତାପରେ ଏଥିରେ ଦେଇଦେଲି ମୁଁ ଗୁଟୁକା, ଯେଉଁ ପାନ ମସଲା ସବୁ ଖାଉଛନ୍ତି କୋଡ଼ା ମସଲା, ସେଇଥିରୁ 1/2 ଚାମଚ ଖଣ୍ଡେ ଦେଇଦେଲି। ତାପରେ ଏଥିରେ ଟିକେ ନାଗୁରୁ ପାଣି ପକାଇକି ଗୋଳେଇ ଦେବା। ନହେଲେ ଦୋକାନରେ ଯେଉଁ ବାଇଗିଣୀ ପତ୍ର ମିଳେନି, ତାକୁ ମଧ୍ୟ ଆପଣ ଗୁଣ୍ଡ କରିକି ସେଥିରେ ଦେଇଦେବେ 1 ଚାମଚ। ଆଉ ଆକୁ ଆମେ ଯେଉଁ ଗୋଳେଇବା ନା, ବେଶୀ ପାଣିଆ କରିବାନି କି ବେଶୀ କାଠୁଆ କରିବାନି, ଶୁଖିଲା ଶୁଖିଲା ବେଶୀ କରିବାନି। ସେଥିପାଇଁ ଆମେ ଟିକେ ତାକୁ ଦେଖିକି ଟିକେ ପାଣି ଦେବା। ସାଙ୍ଗମାନେ, ମୋ ଟିପ୍ ଗୁଡ଼ାକ ଯଦି ପସନ୍ଦ ଆସୁଛି ତାହେଲେ ଗୋଟେ ନିଶ୍ଚୟ ଲାଇକ୍ ଦେବେ। ଆଉ ଯଦି ପସନ୍ଦ ନ ଆସୁଛି ତାହେଲେ କମେଣ୍ଟରେ ମଧ୍ୟ ଜଣାଇବେ। ଆଉ କ'ଣ ହେଇଥିଲେ ଠିକ୍ ହେଇଥାନ୍ତା ତା ମଧ୍ୟ କମେଣ୍ଟରେ ଜଣାଇବେ। ଆଉ ଏଠି ଦେଖନ୍ତୁ ଏମିତି ଭାବରେ ମିଶ୍ରଣଟି ତିଆରି ହୋଇଗଲା। ତାପରେ ଏଥିରେ ଆମେ ଆଉ ଗୋଟେ ଜିନିଷ ମିଶାଇବା, ଇମ୍ପୋର୍ଟାଣ୍ଟ ଜିନିଷ। ସେଥିପାଇଁ କହୁଥିଲି ମୁଁ, ଜମା ବି ଭିଡ଼ିଓକୁ ମିସ୍ କରିବେନି। ଏଠି ଦେଖନ୍ତୁ ଯେଉଁ ଲିକ୍ୱିଡ଼ ଆମେ ମଶା ପାଇଁ ଜାଳୁଛେ, ଗୁଡ୍ ନାଇଟ୍ ହେଉ, ଯେକୌଣସି ଲିକ୍ୱିଡ଼ ହେଉ ମଶା ପାଇଁକା, ସେ ଆମ ଘରକୁ ଆସିଥିଲା। ତ ସେ ନିଶ୍ଚୟ ଥିବ ଆମ ଘରେ, ସମସ୍ତଙ୍କ ଘରେ ତ ନିଶ୍ଚୟ ଥିବ। ସେଥିରୁ ଆମେ 1/2 ଚାମଚ ଭଳିଆ, ଛୋଟ ଚାମଚରେ 1/2 ଚାମଚ ଭଳିଆ ପକାଇଦେବା। ଆପଣଙ୍କର ଯେତିକି ତିଆରି କରିଥିବେ, ଅଟା ଯେତିକି ପକାଇଥିବେ ସେଇ ଅନୁସାରେ ଆପଣ ପକାଇବେ। ତ ଆର ବାସ୍ନା ତ ବହୁତ ବଢ଼ିଆ ବାସ୍ନା ହୁଏ। ମୋତେ ତ ଭଲ ବାସ୍ନା ହୁଏ, କିନ୍ତୁ ଇଏ ବହୁତ କଡ଼ା। ଜୀବଜନ୍ତୁଙ୍କ ପାଇଁ ଇଏ ବିଷାକ୍ତ। ୟାର ବାସ୍ନାରେ ମଶା ପଳାନ୍ତି। ତ ସେଥିପାଇଁ ମୁଁ ଏଥିରେ ବ୍ୟବହାର କରୁଛି, ଯେହେତୁ ଆମ ଘରେ ବହୁତ ମୂଷା ହେଇଛନ୍ତି। ତ ଏଇ ମିଶ୍ରଣକୁ ଆମେ ଯଦି ଯେଉଁଠି ପକାଇଦେବା, ମୂଷାକୁ ଖାଇକି ପଳାଇଯିବେ। ଆଉ ଏଇ ଜିନିଷଟି ଚକଟି ସାରିଲା ପରେ ହାତକୁ ଆପଣ ସାବୁନ ମାରିକିରି ହାତକୁ ଭଲ ଭାବରେ ଧୋଇବେ। ଯଦି ଏଇ ଲିକ୍ୱିଡ଼ ଆପଣଙ୍କ ପାଖରେ ନଥିବ, ତାହେଲେ ଯେଉଁ ମଶା କଏନ୍ ଥିବ ତାକୁ ଆପଣ ଗୁଣ୍ଡ କରିକି ସେଥିରେ ମଧ୍ୟ ପକାଇ ପାରିବେ। ଗୋଟେ ଥାଳିଆ ନେଇଗଲି, ଏମିତି ଭାବରେ ବଢ଼ି ପକାଇଲା ଭଳିଆ ତାକୁ ଗୁଳାକୁ ଆମେ ପକାଇଦେବା। ବେଶୀ ଶୁଖିଲା କରିନଥିବା। ଯଦି ବେଶୀ ଶୁଖିଲା କରିବା ନା, ଯେଉଁଠି ଆମେ ତାକୁ ରଖିବା ଶୀଘ୍ର ଶୁଖିଯିବ, ଆଉ ମୂଷାମାନେ ତାକୁ ଖାଇପାରିବେନି। ଯେମିତି ବଢ଼ି ଉପରକୁ ରୁଆ ରୁଆ ହେଇଥାଏ, ଟିକେ ଟିକେ କେନା ଭଳିଆ ହେଇଥାଏ, ସେମିତି ଭାବରେ ଯଦି ଆମେ କରିଦେବା ଗୁଳାକୁ, ମୂଷାମାନଙ୍କୁ ଖାଇବାକୁ ସୁବିଧା ହେବ। ଆଉ ଏଥିରେ ଦେଖନ୍ତୁ ମୁଁ ଗୁଆ ଘିଅ ତା ଚାରିକର ଟିକେ ଟିକେ ଲଗାଇ ଦେଉଛି। ଉପରେ ଟିକେ ଟିକେ ଖାଲି ଲଗାଇଦେବା, କାରଣ ଗୁଆ ଘିଅ ତ କେତେ ରେଟ୍ ହେଲାଣି, ବହୁତ ପଇସା। ତ ସେଥିପାଇଁ ଆମେ ବେଶୀ ପକାଇବା ଜମା ବି ଦରକାର ନୁହେଁ। ଆଉ ଏଇଟା ତ ନଷ୍ଟ ହେଇଯିବ ନା। ତ ଆମେ ତାକୁ ଟିକେ ଟିକେ ନେଇକି ଉପରେ ଉପରେ ଟିକେ ଲଗାଇଦେବା। ତା'ର ବାସ୍ନାରେ ମୂଷାମାନେ ତାକୁ ଶୁଙ୍ଘି ଶୁଙ୍ଘିକିରି ଆସିବେ। ଗୁଆ ଘିଅର ବାସ୍ନାଟା ମୂଷାଙ୍କୁ ବହୁତ ଭଲ ଲାଗେ। ଆଉ ସେ ଆକୁ ନିଶ୍ଚୟ ଖାଇବେ। ଯେଉଁଠି ମୂଷା ଆସୁଥିବେ, ଆପଣ ଜାଣିବେ ଯେଉଁଠି ଯେଉଁଠି ମୂଷା ଆସୁଥିବେ ସେଇ ଜାଗାରେ ସବୁ ରଖିବେ। କମେଣ୍ଟ ଆସିଥିଲା ଯେ ମୂଷା ପାଇଁ କିଛି ରେମେଡ଼ି ତିଆରି କରନ୍ତୁ। ସେଥିପାଇଁ ମୁଁ ଏଇ ରେମେଡ଼ିଟି ବନେଇଛି। ଆପଣଙ୍କୁ ପସନ୍ଦ ଆସିଲେ ଆପଣ ନିଶ୍ଚୟ ଘରେ ସେମିତି ବନେଇବେ। ଏମିତି ଭାବରେ ଆଙ୍ଗୁଠିରେ ଟିକେ ଟିକେ ନେଇକି ସବୁ ଗୁଳାରେ ଆମେ ଲଗାଇଦେବା ଘିଅକୁ। ଏବେ ଆମେ ଆକୁ ନେଇଯିବା ଯେଉଁଠି ଆମର ମୂଷା ହେଉଥିବେ। ବହିପତ୍ର ବି କାଟି ଦିଅନ୍ତି, ଘରର ଯେକୌଣସି ଜିନିଷ ସବୁ ଏଇ ମୂଷା ସର୍ବନାଶ କରିଦିଅନ୍ତି କାଟିକି। ଆଉ ଏଠି ମୁଁ ଗଡ଼ରେଜ୍ ତଳେ ରଖିଦେଲି। ଯେଉଁଠି ପଢ଼ାପଢ଼ି କରୁଛନ୍ତି ପିଲାମାନେ, ବହି ଥାକ ଥାକ ହେଇକି ରହିଛି, ତା ତଳେ ମଧ୍ୟ ରଖିଦେବେ। ବହି ପାଖରେ ମଧ୍ୟ ଆପଣ ରଖିଦେବେ। ଆଲେଣା ପାଖରେ ମଧ୍ୟ ରଖିପାରିବେ। ଲୁଗାପଟା ଯେଉଁଠି ରଖୁଛନ୍ତି ସେଠି ମଧ୍ୟ ରଖିପାରିବେ। ଖାଦ୍ୟ ଜିନିଷ ଯେଉଁଠି ରଖୁଛନ୍ତି ସେଠି ମଧ୍ୟ ରଖିପାରିବେ। ଗ୍ୟାସ୍ ପାଖରେ ମଧ୍ୟ ଆପଣ ରଖିପାରିବେ। ଏମିତି ଗ୍ୟାସ୍ ତଳେ ରଖିପାରିବେ। ମୂଷାମାନେ ଲୁଚି ଲୁଚିକି ଖାଦ୍ୟରେ ଆସିକି ମୁହଁ ମାରିଥାନ୍ତି ରୋଷେଇ ଘରେ। ତ ଆମେ ଜାଣିନଥିବା, ପୁଣି ଆମେ ସେଇ ଖାଦ୍ୟକୁ ଖାଇଦେବା। ମୂଷାମାନଙ୍କ ଅଇଁଠା ଯଦି ଆମ ପେଟକୁ ଯିବ, ଆମ ଦେହକୁ ଯିବ, ଆମ ଦେହ ବହୁତ ଖରାପ ହେବ। ସେଥିପାଇଁ ଆମେ ମୂଷାକୁ ଏମିତି ଭାବରେ ବିଦା କରିବା ଦରକାର।